ଏ ଦୁନିଆରେ ଭଲ ତ ସମସ୍ତେ ହୋଇଥାନ୍ତି, କିନ୍ତୁ କିଏ ପର ଆଉ କିଏ ନିଜର ସେତେବେଳେ ଜଣାପଡ଼େ ଯେତେବେଳେ ଜୀବନରେ କିଛି ବିପଦ ଆସେ। ଜୀବନରେ ସଫଳତା କେବେ ବି ଇଚ୍ଛା କରିଲେ ମିଳିନଥାଏ। ତା ପାଇଁ କଠିନ ପରିଶ୍ରମ ବି କରିବାକୁ ପଡ଼ିଥାଏ। ଆପଣ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାକୁ ପୂରା କରିବାକୁ ହେଲେ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ଜୀବନରେ କେବେ ସଂଘର୍ଷ ନ କଲେ ଆପଣ ଆଗକୁ ଯାଇପାରିବେ ନାହିଁ, କାରଣ ସଂଘର୍ଷ ଏମିତି ଏକ ଜିନିଷ ଯାହା ମଣିଷକୁ ସଫଳତାର ରାସ୍ତାରେ ପହଞ୍ଚାଇ ଦିଏ। ସମୟଠାରୁ ବଡ଼ ଗୁରୁ, ଦାନୀ ଏବଂ ବଳବାନ ଏ ଦୁନିଆରେ କେହି ବି ନାହାନ୍ତି। ସମ୍ମାନର ଦ୍ୱାର ଏତେ ଛୋଟ ଏବଂ ଏତେ କଠିନ ହୋଇଥାଏ କି ଟିକିଏ ସମ୍ମାନ ପାଇବା ପାଇଁ ଆମର ନିଜର ମୁଣ୍ଡକୁ ସର୍ବଦା ନୁଆଁଇବାକୁ ପଡ଼ିଥାଏ। ଜୀବନରେ ସରଳତା ଗୁଣ ହିଁ ମଣିଷକୁ ସୁନ୍ଦର ଭାବରେ ଗଢ଼ିଥାଏ ଏବଂ ଯେଉଁ ମନୁଷ୍ୟ ପାଖରେ ସରଳତା ଗୁଣ ଥାଏ ସେ ସେତିକି ସତ୍ୟ ଏବଂ ତାର ହୃଦୟ ସେତେ ପବିତ୍ର ହୋଇଥାଏ। ମଣିଷ ତାର କମ୍ ବେଶୀ ରୋଜଗାରରେ ଗରିବ ହୋଇନଥାଏ, ବରଂ ସେ ତାର ଆବଶ୍ୟକତା ପୂରଣ କରିବା ପାଇଁ ଗରିବ ହୋଇଥାଏ। ଜରୁରୀ ନୁହେଁ କି ଯାହା ଭିତରେ ଜୀବନ ନାହିଁ ସେ ହେଉଛି ଜଣେ ନିର୍ଜୀବ। ଆରେ ଯାହା ଭିତରେ ଜୀବନ ଥାଇ ମଧ୍ୟ ଟିକିଏ ବି ମଣିଷତ୍ୱ ନାହିଁ ସେ କି ବା ଜୀବିତ? ତାଠୁ ଭଲ ହେଉଛି ମରିଯିବା। ସବୁବେଳେ ଭଲ ଭାଷା କୁହ, କାହିଁକି ନା ଜୀବନରେ ଭଲ କହିବା ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥାଏ। ଯେତେବେଳେ କେହି କୁହେ ତମେ ଏ କାମଟି କରିପାରିବନି, ସେବେ ତମକୁ ବହୁତ କଷ୍ଟ ଲାଗିଥାଏ। କିନ୍ତୁ ମନେ ରଖ, କିଛି ଲୋକ ଏଥିପାଇଁ ଆଶ୍ଚର୍ଯ୍ୟକର କାମ କରିଗଲେ, କାହିଁକି ନା ଦିନେ ତାଙ୍କୁ ବି କିଏ କହୁଥିଲେ କି ତୋ ଦ୍ୱାରା ଏ କାମଟି ସମ୍ଭବ ନୁହେଁ, ତୁ କେବେ ବି ପାରିବୁନି। ଯେତେବେଳେ ଆମ ଦିନର ଆରମ୍ଭ ହୁଏ ସେତେବେଳେ ମନେ ହୁଏ କି ଜୀବନରେ ପଇସା ହିଁ ସବୁକିଛି। ଆଉ ଯେତେବେଳେ ଆମେ ସନ୍ଧ୍ୟାରେ କାମ ସାରି ଘରକୁ ଫେରିଥାଉ ସେତେବେଳେ ଭାବୁ ଶାନ୍ତି ହିଁ ସବୁକିଛି। ସମୟ, ଋତୁ ଏବଂ ମଣିଷ ସମସ୍ତଙ୍କର ଗୋଟିଏ ନିୟମ। କିଏ କେତେବେଳେ ଆଉ କେଉଁଠି ବଦଳିଯାଏ ଜଣା ହିଁ ପଡ଼େନି। କିଏ ଜଣେ ସତ କହିଥିଲେ, କାହାକୁ ଥରେ ସଚ୍ଚା ହୃଦୟରୁ ଭଲ ପାଇକି ଦେଖ, ଥରେ ନୁହେଁ ପ୍ରତି ମୁହୂର୍ତ୍ତରେ ତମେ ତା ପାଇଁ କାନ୍ଦିବାକୁ ପଡ଼ିବ। ସବୁବେଳେ ନିଜକୁ ଭଲ ପାଇବାକୁ ଚେଷ୍ଟା କର, କାହିଁକି ନା ଲୋକଙ୍କର କ'ଣ ଅଛି? ଆଜି ତମେ ପସନ୍ଦ ଆସିଛ, କାଲି ଆଉ କେହି ପସନ୍ଦ ଆସିଯିବେ।